ଯୁକ୍ତ 2 ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା ଓଡ଼ିଶା CHSE ବୋର୍ଡ଼। ଫେବୃଆରୀ 18ରୁ ଆରମ୍ଭ ହେବ ଯୁକ୍ତ 2 ପରୀକ୍ଷା। ଫେବୃଆରୀ 18ରୁ ମାର୍ଚ୍ଚ 27 ଯାଏଁ ଚାଲିବ ପରୀକ୍ଷା। ଏନେଇ ସୂଚନା ଦେଇଛି CHSE ବୋର୍ଡ଼। ବୋର୍ଡ଼ ପକ୍ଷରୁ ପ୍ରୋଗ୍ରାମ ଘୋଷଣା ପରେ ଉତ୍ସାହିତ ଅଛନ୍ତି ଯୁକ୍ତ 2 ଛାତ୍ରଛାତ୍ରୀ। କଲା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ର ବିନିମୟ ପରୀକ୍ଷା ହେବ। 18 ତାରିଖରେ ବିଜ୍ଞାନ ବିଭାଗର MIL ଓଡ଼ିଆ ପରୀକ୍ଷା ହେବା ସହ 19ରେ କଲା ଓ ବାଣିଜ୍ୟ ପିଲାଙ୍କ MIL ଓଡ଼ିଆ ପରୀକ୍ଷା ହେବ। ଏନେଇ ସୂଚନା ଦେଇଛି ବୋର୍ଡ଼। ଏପଟେ ଆସିଛି ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ। ଆସନ୍ତା ବର୍ଷ ଫେବୃଆରୀ 21ରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ହେବ। ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ଓ ଶେଷ ଦିନ ତୃତୀୟ ଭାଷା ପରୀକ୍ଷା ଥିବାବେଳେ କେବଳ ଗଣିତକୁ ଛାଡ଼ି ବାକି ସବୁ ଏକ୍ଜାମ୍ ସକାଳ 9ଟାରୁ ଆରମ୍ଭ ହୋଇ 11:30 ଯାଏଁ ଚାଲିବ। ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ 15 ମିନିଟ୍ ସମୟ। ଫେବୃଆରୀ 21ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ଏହାପରେ ଫେବୃଆରୀ 24ରେ ଦ୍ୱିତୀୟ ଭାଷା ଇଂରାଜୀ, 27ରେ ଗଣିତ, ମାର୍ଚ୍ଚ 1ରେ ବିଜ୍ଞାନ, ମାର୍ଚ୍ଚ 3ରେ ସାମାଜିକ ବିଜ୍ଞାନ ଏବଂ ଶେଷ ଦିନ ମାର୍ଚ୍ଚ 6ରେ ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ଆଦି ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସବୁ ପରୀକ୍ଷା ସକାଳ 9ଟାରୁ ଦିନ 11:30 ପର୍ଯ୍ୟନ୍ତ ଚାଲିବ। ତେବେ କେବଳ ଗଣିତ ପରୀକ୍ଷା ପାଇଁ ଅଧିକ 15 ମିନିଟ୍ ମିଳିବ ଏବଂ ଏହା 11:45ରେ ସରିବ। ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏକ ବଡ଼ ସୋପାନ ହୋଇଥିବା ବେଳେ ଏଥିପାଇଁ ଗତ 3 ତାରିଖରୁ ଆରମ୍ଭ ହୋଇଛି ଫର୍ମ ଫିଲ୍ଅପ୍। ନଭେମ୍ବର 18ରେ ଫର୍ମ ପୂରଣ ସରିବା ପରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ସ୍ପଷ୍ଟ ହେବ।